ରୋଜଗାର କରିବାର ଅନେକ ମାଧ୍ୟମ ଅଛି। କେବଳ ଚାକିରି କରିକି ପୋଷିବ ତାହା ନୁହେଁ। ବର୍ତ୍ତମାନ ସମୟରେ ଚାଷ ତଥା ପଶୁପାଳନରେ ଅନେକ ସୁଯୋଗ ରହିଛି। ତେବେ ଏଥିପାଇଁ ଆବଶ୍ୟକ ଦୃଢ଼ ମନୋବଳ ଓ କଠିନ ପରିଶ୍ରମ। ଆମେ କହୁଛୁ ନୟାଗଡ଼ ଜିଲ୍ଲା ଶରଣକୂଳରେ ଜଣେ ସଫଳ ଛେଳି ଚାଷୀଙ୍କ ବିଷୟରେ। ଦୀର୍ଘ 10 ବର୍ଷ ହେବ ଛେଳି ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହ 4 ଜଣ ଲୋକଙ୍କୁ ନିଜ ଫାର୍ମରେ ନିଯୁକ୍ତି ଦେଇଛନ୍ତି। ବ୍ଲକ ଜିଲ୍ଲା ଆଜ୍ଞା ମୋ ନାଁ ଫକୀର ମୁଣ୍ଡ ଡାକୁଆ, ଗ୍ରାମ ଗ୍ରାମଭାଡ଼ି ଦିହି, ଗୋଦସାଇ ପଞ୍ଚାୟତ, ଥାନା ଶରଣକୂଳ, ବ୍ଲକ ଓଡ଼ଗାଁ। ଆଜ୍ଞା ମୁଁ ପଚାରନ୍ତୁ ଆପଣଙ୍କ ଜାଗା ଓ ଫାର୍ମ ହାଉସ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିଥିଲେ? 15 ଲକ୍ଷ 16 ଲକ୍ଷ ଖର୍ଚ୍ଚ ହେଇଛି। ଆଜ୍ଞା ଆପଣଙ୍କ ନିଜେ ପ୍ରେରଣା, ନିଜେ ଆଶା ପ୍ରେରଣା ଥିଲା ନା ଆଉ ମୁଁ ଭାବୁଥିଲି କରିବି ପାଇଁ ବହୁତ ଦିନର ଆଶା ଥିଲା। ତେଣୁ କରିକି ଦେଖି ପାରିବାକୁ ଚେଷ୍ଟା କଲି, କରିଲି। ବହୁତ ସମୟ ଲାଗିଲା ମୋତେ କରିବା ପାଇଁ। ହଉ ଠିକ୍। ଆମେ କେତୋଟି ଛେଳି ରଖିଥିଲେ? ମୁଁ 120 ଖଣ୍ଡେ ଆଣିଥିଲି। ଆଜ୍ଞା ତାପରେ ଏବେ 170 80 ହେଇଛନ୍ତି। ବର୍ଷକୁ ଆଜ୍ଞା କେତେଟା ଛେଳି? ବର୍ଷକୁ ପ୍ରାୟ 150ରେ 300 କୋଳି ବର୍ଷକୁ 2 ଥର ଛୁଆ ଦିଅନ୍ତି। ଆଜ୍ଞା ତେଣୁ କିଛି ମରିଯାନ୍ତି ଆଉ ରହନ୍ତି ଆଉ ହଁ 200 ପ୍ରାୟ ରହନ୍ତି ଆଉ। ଛେଳି ଖାଇବା ଓ ପିଇବା ଯତ୍ନ କିପରି? ଯତ୍ନ 2 ଜଣ ଲୋକ ଅଛନ୍ତି, ମୁଁ ବି ରହୁଛି ପ୍ରାୟ ସବୁବେଳେ ରହୁଛି ଏକାଠି ବସିକି ଜଗି ରଖୁଛି, ରାତି ଦିନ ସଦାବେଳେ ରହୁଛି, ଯତ୍ନ ନେଉଛନ୍ତି ଆଉ ରାତି ଦିନ ଆଉ। ଆଚ୍ଛା କେତେ ଲୋକ ଆଜ୍ଞା ରଖିଛନ୍ତି? 2 ଜଣ ଲୋକ ରଖା ଅଛି। 2 ଜଣ ରଖିଛନ୍ତି ଆଜ୍ଞା। ଆଚ୍ଛା ଆପଣଙ୍କର ସାର୍ ହାରାହାରି କେତେ ଟଙ୍କା ଇନକମ୍ କରୁଛନ୍ତି ଆପଣ ବର୍ଷକୁ? ବର୍ଷକୁ 3 ଲକ୍ଷ 3.5 ଲକ୍ଷ ହବ ଇନକମ୍ ହେଉଛି ଆଉ। ଆଚ୍ଛା ଆଗକୁ ଅଧିକ ଛେଳି ରଖିବା ପାଇଁ ଆପଣ ଇଚ୍ଛା ପ୍ରକାଶ କରୁଛନ୍ତି କି? ହଁ ଇଚ୍ଛା ପ୍ରକାଶ କରିଛି, ବହୁତ ଇଚ୍ଛା ଅଛି, ଆଶା ଅଛି ଆଗକୁ କରିବା ପାଇଁ। ଆଚ୍ଛା ବହୁତ ଆପଣଙ୍କୁ ଲୋନ୍ ଫୋନ୍ ଆପଣ ଦେଲେ ଆପଣ ଇଏ କରିବେ ତ? ହଁ। ଆଚ୍ଛା ଆପଣ କେତୋଟି ଲୋକ ରଖିଛନ୍ତି? ଯୋଡ଼ିଏ ଲୋକ ରଖିଛି। ଯୋଡ଼ିଏ ଲୋକ ରଖିଛନ୍ତି, ସେ ବି ଭଲ ଯତ୍ନ ନେଉଛନ୍ତି ସେମାନେ। ଆଜ୍ଞା ସେମାନଙ୍କୁ କେତେ ଟଙ୍କା ଆପଣ ଖର୍ଚ୍ଚ କରିବାକୁ ଦଉଛନ୍ତି? 20,000 ମାସକୁ ଖର୍ଚ୍ଚ କରୁଛି। ମାସକୁ 20,000 ଠିକ୍ ଅଛି। ଦେଖେ ଆଉ କେମିତି ଯତ୍ନ ନିଆଯାଉଛି? ସେ କଳାଟାକୁ ମାରିଲା କି କହୁଛ? ମୋ ନାଁ ଗୋବିନ୍ଦ ଦଳେଇ, ଭାଲିଆ ଗମ୍ଭାଡ଼ି ବ୍ଲକ ଓଡ଼ଗାଁ। ଛେଳି ଚରାଇବା ପାଇଁ କେତେଟାରେ ଆପଣ ନେଉଛନ୍ତି ଆଉ ଆଣୁଛନ୍ତି କେତେଟାରେ? ଆମେ 10ଟାରେ ଫିଟେଇବୁ। ଏ ଛେଳି ମେଣ୍ଢା ସବୁ ତେଲ ମାରି ଔଷଧ ଖୁଆଇ ସବୁ କିଛି ଯାବତ ଜିନିଷ କରିକି ଆମେ 10ଟାରେ ଖୋଲିବୁ। 10ଟାରେ ଖୋଲିଲେ ଇଆଡ଼େ ସିଆଡ଼େ ବୁଲାବୁଲି କରିକି ତାକୁ 5ଟାରେ ଆଣିକି ଘରେ ଢୁକେଇବୁ ଆଉ। ଆଚ୍ଛା ଆପଣ ଯେଉଁ ଛେଳି ଚରାଉଛନ୍ତି କେତେ ଟଙ୍କା ମଜୁରୀ ନେଉଛନ୍ତି? ହଁ ନେଉଛୁ 20,000। 2 ଜଣଟି ରହିଛୁ, 20,000 ନେଉଛୁ। ଆଉ ଛେଳିର ଯାବତ ଜିନିଷ ଭଲ ମନ୍ଦ ଆମେ ଦେଖୁଛୁ ଆଉ। ଖାଇବା ପିଇବା ସାର୍ ସବୁ କିଛି ବୁଝୁଛନ୍ତି। ଖାଇ ପିଇକି 20,000 ଦଉଛନ୍ତି। ହଁ ରାତିରେ ରହୁଛନ୍ତି ପିଲେ ଏଇଠି ଦେଖା ଚାହାଁ କରିବା ପାଇଁ। ରାତି 12ଟା 1 10ଟା 11ଟା ଯେତେବେଳେ ଯାହା ହେଲା ଉଠିକି ଦେଖିବାକୁ ପଡୁଛି। ଦେଖ ଯୋଉଟା ସନ୍ଦେହ ଲାଗୁଛି ଏଟା ମାରିଦିଅ ହେଲା। ଯୋଉଟା ସତ କଥା, ଯୋଉଟା ଆପଣ ଏ କଣ ଲଗାଉଛନ୍ତି? କଣ ଲଗାଉଛନ୍ତି ଆପଣ? ଏଇଟା ସୋରିଷ ତେଲ, ତାର ଖଣ୍ଡିଆ ହେଇଯାଇଛି, ତାକୁ ସୋରିଷ ତେଲ ମାରିଲେ ଶୁଖିଲେ ଜନ୍ତୁଟା ବଞ୍ଚିବ ଆଉ। ଆଜ୍ଞା ଥଣ୍ଡା ପାଇଁ ବି ସୋରିଷ ତେଲ ଦେଉଛନ୍ତି ଆଉ? ହଁ ଥଣ୍ଡା ପାଇଁ ସୋରିଷ ତେଲ ଅଛି, ମେଡିସିନ ଅଛି, ମେଡିସିନ ବି ଖାଉଛନ୍ତି। ଆଚ୍ଛା ମେଡିସିନ ବି ଦେଉଛନ୍ତି ଆଉ? ହଁ ହଁ। ଆଚ୍ଛା ଆଜ୍ଞା ମୁଁ ଫକୀର ମୁଣ୍ଡ ଡାକୁଆ, ଗମ୍ଭାରଡି ଆଉଟପୋଷ୍ଟ ଗମ୍ଭାରଡି, ଗୋଦସାଇ ପଞ୍ଚାୟତ ନୟାଗଡ଼ ଜିଲ୍ଲା।
ମୁଁ ଛେଳି 150ଟା ଛେଳି ରଖିଛି। ଆଜ୍ଞା 150ଟା ଛେଳିରୁ କିଛି ପିଲା ହେଉଛନ୍ତି ବର୍ଷକୁ 2-3 ଲକ୍ଷ ଟଙ୍କା ଆସୁଛି। ଆଉ ସେଇ ଲୋକ 2 ଜଣ ଅଛନ୍ତି ଚରାଚରି ପରିଚାଳିତ ତାଙ୍କ କଥାରେ ଚାଲିଛି। ସେମାନଙ୍କୁ ଆଶ୍ୱାସନା ଦେଇକି ସେମାନଙ୍କୁ ସହଯୋଗରେ କାମ ଚାଲୁଛି। ଆଉ କିଛି ଅସୁବିଧା ହୋଇନାହିଁ ଏପର୍ଯ୍ୟନ୍ତ। ଆଉ ବ୍ୟାଙ୍କରୁ ଲୋନ୍ ଫୋନ୍ କରିବା ପାଇଁ କରାହେଉଛି, ଇନ୍ସୁରାନ୍ସ ଫିନ୍ସୁରାନ୍ସ କରାହେବ, ଆଉ ସବୁ ରେଡ଼ି କରାହେଇଛି। ଆଉ ଏଇ ଭାଇମାନେ ମୋର ଆସିଛନ୍ତି ବନ୍ଧୁମାନେ ମୋ ଗାଁ ପାଖର, ସେମାନେ ବି ଆଗ୍ରହୀ ଅଛନ୍ତି ଆସିକି କରିବା ପାଇଁ। ଦେଖିଲେ ଛେଳି ଫଟୋ ଉଠାଇଲେ। ଆଉ ଏତିକି କହି ମୋର କର୍ତ୍ତବ୍ୟ ଶେଷ କରୁଛି। କେତେ ଟଙ୍କା ଖଣ୍ଡେ ଖର୍ଚ୍ଚ କରିଛନ୍ତି? ଖର୍ଚ୍ଚ ପ୍ରାୟ 8-10 ଲକ୍ଷ ଖର୍ଚ୍ଚ କରିଛି, 10 ଲକ୍ଷ ଖର୍ଚ୍ଚ କରିଛି। ଘର କରିଛି, ସବୁ ଘର ଦ୍ୱାର କରିଛି ଏଠି ସବୁ ଛେଳି ରହିବା ପାଇଁ ପଛପଟେ। ଆଉ ଏଇଠି ଘର ଅଛି, ଏଇ ଘର ବି ଉଠିବ ତ ଏଇ ଘର। ଆଜ୍ଞା ହଁ ଆପଣ 10 ହଁ ପଚାରନ୍ତୁ। ଲୋନ୍ କେତେ ଆଣିଛନ୍ତି କ'ଣ? ଲୋନ୍ 14 ଲକ୍ଷ ଆସିଛି। ଆଉ 8-10 ଲକ୍ଷ ଖର୍ଚ୍ଚ କରାହେଇଛି, 10 ଲକ୍ଷ ପ୍ରାୟ 5-6 ମାସ ହେଲାଣି। ଆପଣ କଲେ ଏଇଠି ଏବେ 7 ମାସ ହେଲାଣି। 7 ମାସ ଚାଲିଛି। ଛୁଆ ଦେଉଛନ୍ତି, ଛୁଆ ବି ଅଛନ୍ତି ଘରେ। ବର୍ଷକୁ ଆମର କେତେ ଆପଣଙ୍କର? ବର୍ଷକୁ 150 ହେଲେ ପ୍ରାୟ ବର୍ଷକୁ 300 ପିଲା ହେଉଛି। 150-300 ପିଲା। କିଛି ମରିଯାଉଛନ୍ତି, ଆଉ ବହୁତ ସମୟ ରହୁଛନ୍ତି। ପୁରା 200 ରହିବେ ପୁରା ନିଶ୍ଚିତ। 200 ରହିବେ ନିଶ୍ଚିତ, 200 ରହିବେ। ଅଛି ଆଉ 200 ରହିବେ। ସେଇ ଆଶା ଆକାଂକ୍ଷା ରଖିକି ଆମେ ଏଇ ବ୍ୟବସାୟ କରିବୁ ବୋଲିକି ଆଗମନ ଅଛି। ବହୁତ ବଢ଼ିଆ ବି ଆଗମନ ଅଛି। ଆଉ ଯେତେ ଯାହା ହେଲେ ବି ଆଗମନ ରଖିଛି, ସେଇ ଭରସା ନେଇକି ଆଉ କରିବା ଚେଷ୍ଟା କରୁଛି। ହଁ ସଫଳ ବିଫଳ ରହିବି ଆଉ ଆଗମନ ଅଛି। ଆଜ୍ଞା ସେଠି ବୋରିଂ ଫୋରିଂ କରିଛି ସବୁ ବୋରିଂ ଫୋରିଂ କରିକି ଘର ଦ୍ୱାର ଟାଙ୍କି ଫାଙ୍କି ସବୁ ଏରା ଉଠିବ ତ ସବୁ। ସବୁ ଟାଙ୍କି ଫାଙ୍କି କରିକି ସବୁ ପାଣି ଫାଣି ଯେଉଁ ଖାଇବା ପାଇବା ପାଇଁ ସବୁ ଦାୟିତ୍ୱ ଦିଆହେଉଛି। ଔଷଧପତ୍ର ରଖୁଛି। ଆପଣଙ୍କର କେତେ ଇଏ ହେଇଯାଉଛି? ଆପଣଙ୍କ ଇନକମ୍ କେତେ ହେଇଯାଉଛି? 3 ଲକ୍ଷ ଖଣ୍ଡେ ହେବ ପ୍ରାୟ। 3 ଲକ୍ଷ ହେଉଛି ବର୍ଷ? 3-4 ଲକ୍ଷ ହେବ। ତେଣୁ ଏବେ ତ ନିଜେ କରିଛେ, ଆହୁରି ଅଧିକ କରିବା ପାଇଁ ଇଚ୍ଛା ଅଛି। ତେଣୁ ସେ ପ୍ରଭୁଙ୍କର ଇଚ୍ଛା ଅନୁସାରେ ଚଳୁଛି। ଆଉ ସବୁ ଆଶ୍ରୟ ନେଇକି କରିବା ପାଇଁ ବହୁତ ଉଦ୍ଦେଶ୍ୟ ଅଛି। ବହୁତ ଉଦ୍ଦେଶ୍ୟ ଅଛି। ଆପଣ ଇଏ କରନ୍ତୁ, ଆଗକୁ ବଢ଼ାଇବା ପାଇଁ ଚେଷ୍ଟା କରନ୍ତୁ। ବହୁତ ଉଦ୍ଦେଶ୍ୟ ଅଛି କରିବା ପାଇଁ, ବହୁତ ଆଗକୁ ଯିବା ପାଇଁ ଇଚ୍ଛା ଅଛି। ପ୍ରଭୁଙ୍କର ଯଦି ଇଚ୍ଛା ହେଲା ଆଗକୁ ପଳେଇ ଯାଇପାରେ ଆହୁରି। ଠିକ୍ ଅଛି। ତେବେ ଏହି ଚାଷ ପାଇଁ ଦିନ ରାତି ଏକ କରିଦେଇଛନ୍ତି ଚାଷୀ ଫକୀରଚନ୍ଦ୍ର ଡାକୁଆ। ପ୍ରତିଦିନ ଫାର୍ମକୁ ଆସି ଛେଳିମାନଙ୍କର ଖାଇବା ପିଇବା ଠାରୁ ଆରମ୍ଭ କରି ଚିକିତ୍ସା ଯାଏଁ ସବୁ ବୁଝନ୍ତି। ଡାକୁଆ ଛେଳି ଚାଷ କରିବା ସହ ଛେଳି ପ୍ରଜୋଜନ କରି ଛେଳି ଚାଷ କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ନୟାଗଡ଼ରୁ ସୁଧୀର କୁମାର ଦାସଙ୍କ ରିପୋର୍ଟ, ପବ୍ଲିକ ଆୱାଜ।